सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ପରାଜୟ ଧାରା ଜାରି। MS ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା IPL ମ୍ୟାଚ୍ର ଚେନ୍ନାଇ ସୁପର କିଙ୍ଗ 4 ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟ କରିଛି। 156 ରନ୍ ଟାର୍ଗେଟକୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାୟକୱାଡ଼ ଏବଂ ରାଚିନି ରବୀନ୍ଦ୍ର ଅର୍ଦ୍ଧଶତକ ବଳରେ 19.1 ଓଭରରେ 6 ୱିକେଟ ହରାଇ ହାସଲ କରିନେଇଛନ୍ତି। ଏହି ପରାଜୟ ସହ IPLରେ ମୁମ୍ବାଇର ପ୍ରଥମ ମ୍ୟାଚ୍ ହାରିବା ଧାରା ଜାରି ରହିଛି। ଦଳ ଗତ 13ଟି ସିଜିନରେ ପ୍ରଥମ ମ୍ୟାଚ୍ ଜିତିବାର ବିଫଳତା ହେଉଛି। ବ୍ୟାଟିଂ କରି ମୁମ୍ବାଇ 20 ଓଭରରେ 9 ୱିକେଟ ହାରି 155 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଚିଦାମ୍ବରମ 31, ଅଧିନାୟକ ସୂର୍ଯ୍ୟକାନ୍ତ ଯାଦବ 29, ଦୀପକ ଚହର 29 ରନ୍ କରିଥିଲେ। ବିଜାପୁରରେ 22 ଜଣ ନକ୍ସଲ ଆତ୍ମସମର୍ପଣ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ 22 ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ 11 ଜଣ ନାମରେ 6 ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା। ଗତ 20 ତାରିଖ ପୁଲିସ ନକ୍ସଲଙ୍କ ବିରୁଦ୍ଧରେ ଏକ ବଡ଼ ଅପରେସନ ଚଳାଇ 26 ଜଣ ନକ୍ସଲଙ୍କୁ ମାରିଥିଲେ। ଏହି ଘଟଣାରେ ପରେ ନକ୍ସଲ ସଂଗଠନର ହଠାତ୍ ଚମକ ସୃଷ୍ଟି ହୋଇଥିଲା ଏବଂ ଅନେକ ନକ୍ସଲ ସଂଗଠନ ଛାଡ଼ିବା ପାଇଁ ଆଗେଇ ଆସିଥିଲେ। ପ୍ରଶାସନ ଆତ୍ମସମର୍ପଣ କରିବା ନକ୍ସଲଙ୍କୁ 25,000 ଟଙ୍କା ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରିବା ପାଇଁ ଯୋଜନା କରିଛି। ପୁଲିସ ଅନ୍ୟ ନକ୍ସଲଙ୍କୁ ମଧ୍ୟ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତ ସମୟରେ ନୟାଗଡ଼ରେ କଣ୍ଟିଳ ନୀଳମାଧବ ଦର୍ଶନ କରିବା ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ SCP। ସୂଚନା ମୁତାବିକ ରାଷ୍ଟ୍ରପତି ଆଜି ଅପରାହ୍ନ 1:30ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରେ ସ୍ୱତନ୍ତ୍ର ହେଲିପ୍ୟାଡ୍ ଯୋଗାଣ, କଣ୍ଟିଳ ନୀଳମାଧବ ମନ୍ଦିର ଗସ୍ତରେ କରିବେ। ସେଠାରେ ପୂଜା କରି ପରେ ଅନ୍ୟ କାର୍ଯ୍ୟାଳୟରେ ଯୋଗଦାନ ମହାମହିମା ଦ୍ରୌପଦୀ ମୁର୍ମୁ। ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳରେ 1 ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ବିରଳ ଅଲିଭ ରିଡ୍ରେ ସମୁଦ୍ର କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକୁ ନେଇ ପରିବେଶବିଜ୍ଞଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଦିନରେ 38,779 ଓ ଦ୍ୱିତୀୟ ଦିନରେ 39,521, ମୋଟ 2 ଦିନରେ 78,300 କଇଁଛ ବେଳାଭୂମିରେ ଉପରକୁ ଉଠି ଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା କରି ବଡ଼ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ କାଳବୈଶାଖୀ ସହିତ ବର୍ଷା ଜାରି ରହିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର କ୍ଷୟକ୍ଷତି ସମୀକ୍ଷା କରି ଭାଙ୍ଗିପଡ଼ୋଶୀରେ ସବୁଠାରୁ ଅଧିକ କ୍ଷତି ହୋଇଛି କହିଛନ୍ତି। କ୍ଷୟଗ୍ରସ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଟଙ୍କା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଅଧାରେ ଲିଙ୍କ ନଥିବା ଲୋକଙ୍କୁ ସିଧାସଳଖ ଟଙ୍କା ମିଳିବ। ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଆସନ୍ତା 3 ଦିନ କାଳବୈଶାଖୀ ପ୍ରଭାବ ରହିବ। ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି। ଆଜି 6 ଜିଲ୍ଲାରେ
ବଜ୍ରପାତ ସହ ଝଡ଼ ବର୍ଷା ସମ୍ଭାବନା। ଭାରତୀୟ ମୌସୁମୀ ବିଭାଗ IMD ଅନୁସାରେ ଆଜି ଓଡ଼ିଶାର 6ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର। ସମୁଦ୍ର ତଟରେ ଜିଲ୍ଲାଗୁଡ଼ିକରେ ହାଲକା ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। IMD ଅନୁଯାୟୀ ଆଗାମୀ 4-5 ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦିନସାରା ତାପମାତ୍ରା 4ରୁ 6 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଗତ 24 ଘଣ୍ଟାରେ ଓଡ଼ିଶାର ଉପକୂଳ ଓ ଅନ୍ତର୍ଦେଶୀୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାରେ କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି ଦେଖାଯାଇଛି। ମାର୍ଚ୍ଚ 26ରେ ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ 26 ତାରିଖରେ ପୂର୍ବାହ୍ନ 10ଟାରେ ଶପଥ ଗ୍ରହଣ କରିବେ। ଓଡ଼ିଶାର ମହାମହିମ ରାଜ୍ୟପାଳ ହିସାବରେ ପମ୍ପପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହର ଆୟୋଜନ କରାଯାଇଛି। ଏହି ଅବସରରେ ହାଇକୋର୍ଟ ଶପଥ ବିଚାରପତି କର୍ମଚାରୀ ବା ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟରେ ବାଲିଚୋରି ମୟୂରଭଞ୍ଜର ସବୁଠାରୁ ଅଧିକ ମାମଲା। ରାଜଧାନୀରେ ଉପକଣ୍ଠ ସହିତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲ୍ଲାରେ ବାଲିଚୋରି ପ୍ରବଳ ମାତ୍ରାରେ ଚାଲିଛି। ଇସ୍ପାତ ଖଣି ଓ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ବିଧାନସଭାରେ ଦର୍ଶାଇଛନ୍ତି ଯେ ଗତ 3 ବର୍ଷରେ ମୟୂରଭଞ୍ଜରେ ସବୁଠାରୁ ଅଧିକ 505ଟି ମାମଲା ରୁଜୁ ହୋଇଛି। ଏଥିରେ 576 ଜଣ ଗିରଫ ହୋଇଥିବା ସହ 656ଟି ଯାନ୍ତ୍ରିକ ଜବତ ହୋଇଛି। କେନ୍ଦୁଝରରେ 215 ଏବଂ ପୁରୀରେ 59 ମାମଲା ରୁଜୁ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମାମଲା ସଂଖ୍ୟା ନଗଣ୍ୟ। ବାଲି ମାଫିଆଙ୍କ ସରକାର ଅଧିକାର ସହ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି। ନବଦାସ ହତ୍ୟା ମାମଲା 5 ଦିନର ମାରାଥନ ଛାନବାନ ପରେ ଫେରିଲେ କ୍ରାଇମବ୍ରାଞ୍ଚ ଟିମ୍। ଝାରସୁଗୁଡ଼ାରେ 5 ଦିନ ତନାଘନା ପରେ ଝାରସୁଗୁଡ଼ାରେ ଛାଡ଼ିଲେ କ୍ରାଇମବ୍ରାଞ୍ଚର 2 ଜଣ ଟିମ୍। 5 ଦିନର ତନାଘନା ମଧ୍ୟରେ 15ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତରେ ଅଧିକାରୀ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି, ତାକୁ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ACP ବିଜୟ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡ଼ା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର ପୋଲିସ କମିଶନର ନୂତନ ବ୍ୟବସ୍ଥା। ଅଲଗା ହେବ ଅପରାଧ ଓ ଆଇନ ଶୃଙ୍ଖଳା। ଭୁବନେଶ୍ୱର ପୋଲିସ କମିଶନର ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଲଗା କରିବାକୁ ଯାଉଛି। ଏହି ନୂତନ ବ୍ୟବସ୍ଥା ଅନୁସାରେ ଭୁବନେଶ୍ୱର ସହରାଞ୍ଚଳରେ 2ଟି ପୋଲିସ ଜିଲ୍ଲାରେ ଭାବରେ ବିଭକ୍ତ କରାଯିବ। ଭୁବନେଶ୍ୱର ଇଷ୍ଟ ଏବଂ ଭୁବନେଶ୍ୱର ୱେଷ୍ଟ ପ୍ରତ୍ୟେକ ଜିଲ୍ଲାରେ ଜଣେ DSP ଏବଂ 3 ଜଣ ରହିବେ। ଏହି ପରିବର୍ତ୍ତନ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳାର ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଗ୍ରହଣ କରାଯାଇଛି। ଭୁବନେଶ୍ୱର ଜନସଂଖ୍ୟା 2008 ଓ 12 ଲକ୍ଷରୁ ବୃଦ୍ଧି ପାଇ 2024ରେ 27 ଲକ୍ଷ ପହଞ୍ଚିଛି, ଯାହା ସହ ଅପରାଧ ମାମଲା ମଧ୍ୟ ବୃଦ୍ଧି ପାଇଛି। ଏହି ପଦକ୍ଷେପରେ ପୋଲିସ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ଗ୍ରହଣ କରାଯାଇଛି।